नमस्कार वेलकम टू आवर यूट्यूब चैनल कारखाना बाय नेहा एंड रश्मिता। बहुत दिन पर आम आसिक पहुंचलु टिके समय मिलला भाविलु रथयात्रा आछि रथयात्रा स्पेशल चूड़ा कदली चकुटा बनेबा आ खाइबा। तो चूड़ा कदली हम ओडिशार घरे घरे परिचित आ बहुत हेल्दी आपण माने जानिथिबे। आग काल रे जेतेबेले आमे घरे थिलु आमे डेली सकाळे चूड़ा कदली खाइकी ही जाउथलु स्कूल जाउथलु। छुआ माने जेतेबेले आमे छुआ थिलु चूड़ार छतुआ खाउथलु किंतु आजिकालीर जमानारे जो फास्ट फूड जमाना हेई गलानी ସେଥିପାଇଁ ଏ ଜିନିଷଟା ଲୋକ ଟିକେ ଟିକେ ଭୁଲି ଗଲେଣି। ସ୍ପେଶାଲି ଆମେ ଯଦି ଉପବାସ ହଉଛି ପୂଜା ହଉଛି ଆମେ ଟିକେ ଟିକେ ମନେ ପକଉଛୁ କିନ୍ତୁ ଏଇଟା ଯେତେ ହେଲ୍ଦି ସେତେ ଟେଷ୍ଟି। ଆପଣ ମାନେ ଡେଫିନେଟଲି ଟ୍ରାଏ କରନ୍ତୁ ଖାଆନ୍ତୁ ଆଉ ବନେଇକି ମତେ କମେଣ୍ଟରେ ଜଣେଇବେ କେମିତି ବନେଇଥିଲେ। ଗୋଟେ ନୂଆ ନୂଆ ତରିକାରେ ଆଜିକାଲି ଚୁଡା ତିଆରି ହଉଛି, କିଏ ଗୁଡ ପକଉଛି, କିଏ ଚିନି ପକଉଛି, କିଏ ଦହି ପକଉଛି। ସୋ ଆମର ଆଜି ସ୍ପେଶାଲ ରଥଯାତ୍ରା ଚୁଡା କଦଳୀ ଆମେ ତିଆରି କରୁଛୁ। ସୋ ଆପଣ ମାନେ କମେଣ୍ଟରେ ଜଣେଇବେ ଆପଣ କୋଉ ଭଳିଆ ଖାଆନ୍ତି। ଆଗରୁ 100 ବର୍ଷ ପୂର୍ବରୁ ଯେବେ ଗାଡି ଘୋଡା ନଥିଲା ସେତେବେଳେ ଜାଣିଛୁ ନା ଲୋକମାନେ ଚାଲି ଚାଲି ଆସନ୍ତି ପୁରୀ ରଥଯାତ୍ରା ହଉ କିମ୍ବା ଖାଲି ପୁରୀ ଠାକୁରଙ୍କ ଦର୍ଶନ କରିବା ପାଇଁ। ସେତେବେଳେ ଚୁଡା କଦଳୀ ଚିନି ସାଙ୍ଗରେ ଗୁଡ ସାଙ୍ଗରେ ସବୁ ଧରିକି ଆସନ୍ତି ଆଉ ବାଟରେ ସେଇ ଖାଆନ୍ତି। ଗାଁର ଚୁଡାଟା ଟିକେ ରେଡ୍ କଲର ଥାଏ ନା, ଦେଶୀ ଚୁଡା। ଦେଶୀ ଚୁଡା ଆଗରୁ ଚୁଡା ସବୁ ମାନେ ନିଜେ ଏବେ ତ ତୁ ଜାଣିବି ନଥିବୁ ଏଇଟା ଚୁଡା ନେଇକି କୁଟାନ୍ତି। ଚୁଡା ପାଣି ଦିଆ ହୁଏ, ପାଗ ଦିଆ ହୁଏ ଧାନ, ତାପରେ ଚୁଡା କୁଟନ୍ତି। ସେମିତି ଦି ପ୍ରକାର ଚୁଡା ଥାଏ, ଗୋଟେ ରେଡ୍ କଲର ରେଡ୍ ଚୁଡା। ହଁ, ଏବେ ଗୋଟେ ଉପମା ଚୁଡା ଆସୁଛି, ଗୋଟେ ଫ୍ଲାଟ ଚୁଡା ଆସୁଛି। ଉପମା ଟିକେ ମୋଟା ରହୁଛି ଆଉ ଏ ଚୁଡା ଟିକେ ଫ୍ଲାଟ ରହୁଛି। ଚୁଡାରେ ଆଉ କଣ କଣ ବନେଇବା ଶୁଣନ୍ତି ନା ଖାଲି ଚୁଡା କଦଳୀ? ଚୁଡା କଦମ୍ବା, ଚୁଡା ଘସା, ଚୁଡାର ବହୁତ ସାରା ଆଇଟମ ଅଛି। ଖାଲି ଚୁଡା ଉପମା ଆମେ ସାଧାରଣତଃ ଜାଣୁଛେ। ପୋହା ଯାହାକୁ ଆମେ କହୁଛୁ। ଆମେ ବହୁତ ଶୀଘ୍ର ସେଗୁଡା ସବୁ ଆମ ଚ୍ୟାନେଲରେ ନେଇକି ଆସିବୁ। ଆପଣ ମାନେ ଆମ ଚ୍ୟାନେଲରେ ବନେଇ ରୁହନ୍ତୁ। ଏବେ ପକେଇବା ନଡିଆ କୋରା, କଦଳୀ, ଆମର ଦହି, ଚୁଡାରେ ଦହି କମ୍ବିନେସନ ଟା ବହୁତ ଭଲ ଲାଗେ। ଆମର ଚିନି, ଆପଣ ମାନଙ୍କ ଯଦି ଗୁଡ ଥିବ ଆପଣ ମାନେ ଦେବେ। ମାନେ ଟ୍ରେଡିସନାଲି ଗୁଡ ଦିଆଯାଏ, ଗୁଡରେ ଚୁଡାଟା ବେଶୀ ଭଲ ଲାଗେ। ଏଇଟା ଆମର ଛେନା, ଛେନା ଆପଣ ଦହି ଛେନା ବି ନେଇପାରିବେ। ଟିକେ ଟେଷ୍ଟି ବନେଇବା ପାଇଁ ପକେଇଦବା କାଜୁ, ସୋ ଆମର ରେଡି ହେଇଯାଇଛି ଚୁଡା କଦଳୀ ଚୁଡା ଚକଟା। ତ ଆପଣ ଏଥିରେ ଫ୍ରୁଟ୍ସ ବି ଆଡ୍ କରିପାରିବେ। ଫ୍ରୁଟ୍ସ ଆଡ୍ କରିପାରିବେ, ବିଭିନ୍ନ ପ୍ରକାର ଅଙ୍ଗୁର ହଉ ଆପଲ ହଉ ସବୁ ଆଡ୍ କରିକି ଖାଇପାରିବେ। ତ ଏଇଟା ହଉଛି ଆମର ଟିପିକାଲ ଓଡିଆ ଘରର ଖାଇବା ଯୋଉଟା ଡେଲି ହିସାବରେ ଲୋକ ଖାଉଛନ୍ତି। ଏଇଟା ଖାଆନ୍ତୁ, ଦେହ ମଧ୍ୟ ଭଲ ରହିବ, ପେଟ ମଧ୍ୟ ଥଣ୍ଡା ରହିବ, କୁଆଡେ ଯଦି ଯାଉଛନ୍ତି ପେଟ ମଧ୍ୟ ଭରିକି ରହିବ। ସୋ ଏବେ ସୋନା ଦିଦି ଟେଷ୍ଟ କରିବେ କେମିତି ବନୁଛି। କାଜୁ କାଜୁ ଦେଖିଲେ ଖୁବ ଶୀଘ୍ର ତିଆରି ହେଇଗଲା ଆମର ଚୁଡା କଦଳୀ। ୟାକୁ ଖାଆନ୍ତୁ, ଇଟ୍ସ ଭେରି ହେଲ୍ଦି, ପେଟ ମଧ୍ୟ ଥଣ୍ଡା ରହିବ, କୁଆଡେ ଯଦି ଯାଉଛନ୍ତି ଖାଇକି ଯିବେ, ପେଟ ପୁରା ଭରିକି ରହିବ। ସୋ ଖୁବ ଶୀଘ୍ର ଆମେ ଆମର ଓଡିଆ ଖାଇବା, ଓଡିଆ ଘରୋଇ ଖାଇବାର ଗୋଟେ ସିରିଜ କରୁଛୁ
ଯୋଉଥିରେ ଆପଣମାନଙ୍କ ଏରିଆରେ ଯୋଉଟା ପପୁଲାର ଖାଇବା ସେଇ ରେସିପି ଆପଣ ଆମକୁ ସେୟାର କରନ୍ତୁ କମେଣ୍ଟ ମାଧ୍ୟମରେ। ଆମେ ଆପଣଙ୍କ ଖାଇବାକୁ ତିଆରି କରିବା ପାଇଁ ଚେଷ୍ଟା କରିବୁ। ସୋ ଆଜିର ଭିଡିଓଟି ଆପଣମାନଙ୍କୁ କେମିତି ଲାଗିଲା ପ୍ଲିଜ ଲାଇକ୍ ସେୟାର ଏଣ୍ଡ କମେଣ୍ଟ କରିବେ। ସବସ୍କ୍ରାଇବ କରିବା ପାଇଁ ଜମାରୁ ଭୁଲିବେନି। ଦେଖା ହବ ନେକ୍ସଟ ଭିଡିଓରେ। ରହିଲି, ନମସ୍କାର।